ନା ନା ଚିକେନଟା କ'ଣ କର୍ତ୍ତା ପିସ୍ ଦେଇଦେଇଛି ପଣସ 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 କେତେ ପଣସ ଆମର ମସଲାଟା ପୁରା ହେଇଗଲା ସମ୍ପୂର୍ଣ୍ଣ। ଏବେ ଆମର ପଡ଼ିଗଲା ଅଦା ପିଆଜ ରସୁଣ ପେଷ୍ଟଟା। ଆମର ଯେଉଁ ଭୋଜି ହେବ ସେଥିରେ ଦେଖନ୍ତୁ ଆମର ଅଛନ୍ତି ଚନ୍ଦନ, ଇଏ ହେଉଛନ୍ତି। ହ୍ୟାଲୋ ଭାଇ ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ଆଉ ଏକ ସୁନ୍ଦର ମୋବାଇଲ ଫ୍ରେଶ୍ ଭିଡ଼ିଓକୁ ଆପଣମାନଙ୍କୁ ୱେଲକମ୍। ଆମେ ଏବେ ଆମ ମେନ୍ ମାର୍କେଟରେ ଅଛୁ। ଆଉ ରାତି 8ଟାରେ ଭିଡ଼ିଓ ଷ୍ଟାର୍ଟ ହେଲା। ଆଜି ଆମେ ସାଙ୍ଗ ପିଲା 5-6 ଜଣ ମିଶିକି ଭୋଜି କରୁଛୁ। ଆମେ ଏବେ ସେ ଦୋକାନ ପାଖରେ ଅଛୁ। ଆଉ ଭିଡ଼ିଓଟା ଏଠୁ ଷ୍ଟାର୍ଟ ହେଲା। ଆଉ ଯଦି ଭିଡ଼ିଓଟା ଆପଣମାନଙ୍କୁ ଭଲ ଲାଗିବ ଟିକେ ଲାଇକ୍ କରିବେ, ସେୟାର କରିବେ ଆଉ ସବସ୍କ୍ରାଇବ୍ କରିବେ। ହଉ ଚାଲନ୍ତୁ ଆଗେ ଏଠି ସଉଦାପତ୍ର କିଣିଦେବା, ତାପରେ ଚିକେନ୍ କରିକି ଆଜି ଭୋଜିଟା ପୁରା ଉଡ଼ିଲା। ଆଉ ଆମର ଯେଉଁ ଭୋଜି ହେବ ସେଥିରେ ଦେଖନ୍ତୁ ଆମର ଅଛନ୍ତି ଚନ୍ଦନ, ଇଏ ହେଉଛନ୍ତି ମେନ୍ ଇଏ ହାଇଲାଇଟର। ଆଉ ଏଠି ଆମ ସବୁ ସଉଦାପତ୍ର କିଣା କିଣି ଚାଲିଛି। ଆଉ ଛାଡ଼ ଛାଡ଼ ଫୋନ୍ ପେରେ ଛାଡ଼। ଆମର ଏଟା ହେଉଛି ଦେଖନ୍ତୁ, ଏଟା ହେଉଛି ଆମର ଭୂଷା ଦୋକାନ, ସବୁ ସଉଦାପତ୍ର ଦୋକାନଟା ମାମୁଁ ଦୋକାନ। ଆଉ ଏଇଠି ଆମର ଚିକେନଟା କଟା ହେଉଛି। ଓ ହେଇ ସେଇ ଜାଗାରେ ଦେଖନ୍ତୁ ଆମର ଏଠି ଚିକେନଟା କଟା ହେଉଛି। ଆଉ ଗୋଟେ ସାଙ୍ଗମାନଙ୍କୁ ଟାଟା କରିଦେଲ, ନୂଆ ବର୍ଷରେ ସେ ଅଭିନନ୍ଦନ ଜଣାଇ ଦିଅ ହେଲା। ଇଏ ଗୋଟେ ଆମର ନୂଆ ୟୁଟ୍ୟୁବର, ସିଏ ତା ନାଁ ମେନସନ୍ କରାଯିବ। ଆଉ ଟିକେ କୁହ ନୂଆ ବର୍ଷ ପାଇଁ ହାପି ନ୍ୟୁ ଇୟର ସମସ୍ତ ସାଙ୍ଗମାନଙ୍କୁ ଜଣାଇ ଦିଅ। ଆଜି ଆମର ଭୋଜି ହେଉଛି। ହଉ ଚାଲନ୍ତୁ, ସଉଦାପତ୍ର କିଣା ସରିଲା। ଏବେ ଆମେ ଚିକେନ୍ ନେଇକି ଭୋଜିଟା ଷ୍ଟାର୍ଟ କରିବୁ। ଆଉ ଆମର ଭୋଜି ପାଇଁ ଆସିଗଲା ଆଳୁ, ଏଠି ଡିସ୍, ଏଠି ଚିକେନ୍, ଏଠି ମସଲା ମସଲି ଷ୍ଟାର୍ଟ କଲେ ଅଜୟ। ତ ଲାଇଟ୍ଟା ତ ଗାଡ଼ି ଲାଇଟ୍ ଅସୁବିଧା ତ। ଗ୍ୟାସ୍ ଓପନ୍ ହେଲା। ଓକେ ଧୁଆ ହେଇଯାଇଛି, ଧୁଆ ହେଇଯାଇଛି। ପଡ଼ିଲା ସୋରିଷ ତେଲ, ଏଟା ଆଳୁ ଭଜା ପାଇଁ। ଆଳୁଟା ଟିକେ ଦାଗ କରିଦେବ, ଭଲ ଲାଗିବ। ସାଙ୍ଗେ ସାଙ୍ଗେ ରୁହ ରୁହ, ବ୍ୟସ୍ତ ଇଏ ପୁରା ଦେଖୁନ ବ୍ୟସ୍ତ ହେଇସାରିଲେଣି। ଆମର କ'ଣ କ'ଣ ହେଲା ତମେ କିନ୍ତୁ କହିବ ଅଜୟ ହେଲା। କ'ଣ କ'ଣ ପଡ଼ିଲା? ଆଳୁ ତ ପଡ଼ିଲେ ଲୋକ ଜାଣିଲେ। ଆଉ ଟିକେ ଆମର କ'ଣ କହିଲ, ସବୁଆଡ଼େ ବଡ଼ ବଡ଼ ହେଉଛି, ଆମର ଟିକେ ଛୋଟ ଭୋଜିଟା ଚାଲିଛି ଅବଶ୍ୟ। କିନ୍ତୁ ଟିକେ ଆମର ଯେଉଁ ନୂଆ କରି ଯେଉଁ ଭାଇମାନେ ଦେଉଛୁ ଟିକେ ସବସ୍କ୍ରାଇବ୍ କରିଦେବେ। ପୁରା ହାଡ଼ ଭଙ୍ଗା ଶୀତ ବା। ହଁ ଏଥିରେ ଯେଉଁ ଲୁଣଟା ପଇଲା ସେ ଅନୁସାରେ ଚିକେନରେ ଲୁଣ ପଡ଼ିବା ଦରକାର। ନହେଲେ ଟିକେ ଖାଲି ହବା ପାଇଁ ହେଲା। ହଉ ଠିକ୍ ଅଛି। ଆମର ଆଳୁଟା ହେଇଗଲା। ଆଳୁଟା ବାହାର କରିଦେବା ନା ଆଉ ଟିକେ ହବ ନା ହେଇଛି କ'ଣ? ହଉ ଠିକ୍ ଅଛି। ଆମର ଆଳୁ ଭଜା ଆକ୍ଚୁଆଲି ସରିଗଲା। ଏବେ ଆମର ଚିକେନ୍ ପାଇଁ ପ୍ରସ୍ତୁତି। ତେଲ ଗରମ, ରୋଷେଇ କରିବୁ ଭାଇ। ସେଠି ବତା ନା ପଇଲା କଟା ପିଆଜ। ଠିକ୍ ଅଛି ନା ନାଇଁ? ହଁ ଏଇଟା ଏଡ଼ିଟିଂ ହେବ ନା। ଏଟା ଆମର କଷାରେ ରୁଟି ଖିଆ ହେବ। ଆଉ ବେଶୀ ଝୋଳ ଫଳ ରହିବ ନା, ହାଲକା ଜଷ୍ଟ ଝୋଳ ରହିବ। ସେ ଅନୁସାରେ ସବୁ କରିବ। ଇଏ ଯୋଉ ସାଙ୍ଗ ଦେଖୁଛ, ମାନେ ନା କୁଇଣ୍ଟାଲ ଚିକେନ କରିବ ରୋଷେଇ କହିଲା। ଗପ କିଲେ 300 ନା? ହଁ କିଲେ 300 ପାଇଁ ଆମର ପଡ଼ିବ। 4-5 ଜଣ ପିଲା, କିଲେ 300 ହେଇଯିବ। ଆଉ ହଁ ସେଟା ଆମର ଟେଷ୍ଟ ହେବା ଦରକାର। କାହିଁକି ନା ଘରେ ଭୋଜିଟା କ'ଣ ଭଲ ଲାଗେ? ଘରେ ଚିକେନ ମଟନ ଭଲ ଲାଗେ। ଆମର ହେଇଗଲା ପିଆଜଟା, ଦେଖନ୍ତୁ ପୁରା ଭଲ ଲାଗି ହେଇଯାଇଛି। ଏବେ ଆମର ପଡ଼ିଗଲା ଅଦା ପିଆଜ ରସୁଣ ପେଷ୍ଟଟା। ହଁ ନହେଲେ ଆମର ଏ ସିଫ୍ଟ ହେଲେ ଭୋଜିଟା ଠିକ୍ ଠାକ୍ ଚାଲିବ। ସେ ବି ଆଉ ନାଇଟ୍ଟା ଟିକେ ପ୍ରୋବ୍ଲେମ୍ ହେବ। କାହିଁକିନା ଅସୁବିଧାଟା ହେଇଯିବ ନା, ସମୟ ଜଲ୍ଦି ଜଲ୍ଦି ହେଇଯିବ ନା, ହେବନି। ଏଇଟା ହଳଦୀ ଗୁଣ୍ଡ ପଡ଼ିଗଲା।
ଆମର ଏବେ ହଳଦୀ ଗୁଣ୍ଡ ପଡ଼ିଗଲା ଆଉ ଟିକେ ସାଙ୍ଗେ ସାଙ୍ଗେ ସବୁ ମସଲା ପଡ଼ିବନି ଟିକେ ଲେଟ୍ ହେବ। ଦେଖନ୍ତୁ ପୁରା ମସଲାଟା ହେଇଆଇଲାଣି। ଏବେ ଟିକେ ଲଙ୍କାଗୁଣ୍ଡ ଆଉ କ'ଣ ମସଲା ମସଲି ଟିକେ ପଡ଼ିବ ଆଉ। ଏ ପଡ଼ିଗଲା ଟିକେ କାଶ୍ମୀରୀ ଚିଲି କଲର୍ ପାଇଁ କେବଳ। ଏବେ ଟିକେ ପଡ଼ିଗଲା ଲଙ୍କାଟା। ଚିକେନ୍ ମସଲା କ'ଣ ଅବିକା ପଡ଼ିବ ନା ଟିକେ ଲେଟ୍? ନା କଷିଲା ବେଳକୁ ପଡ଼ିବ। ହଁ ଠିକ୍ ଅଛି। ଫଳଟା ଦେଖିକି ଲାଗିନି ଲାଗିବନି। ଏଠି ଲଙ୍କାଗୁଣ୍ଡ ପଡ଼ିସାରିଲା ପରେ ଟିକେ ଦେଖିକି କରିବାକୁ ପଡ଼ିବ ନା ନହେଲେ ଲାଗିଯିବ। ଲଙ୍କାଗୁଣ୍ଡ ପଡ଼ିଲା ଲଗେଇଦେବ। ଆପଣ କହିଲା ମୁଁ ଡିଜିଆର ଆଣୁଛି। ହଁ ଭଡ଼ା ଦେବି। ଦେଖନ୍ତୁ ଆମର ଏଇ ଯେଉଁ ରୋଷେଇଟା ହେଉଛି ମାନେ ମେନ୍ ଆର୍ଟିଷ୍ଟ ହେଉଛନ୍ତି ଚନ୍ଦନ। ଚୁଟି କଲରା ଟିକେ ଦେଖନ୍ତୁ କେମିତି ଲାଗୁଛି। ନା ଚିକେନଟା କ'ଣ କଟା ପିସ୍ ଦେଇଦେଇଛି? ପଣସ 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 ଦେଖ କେତେ ପଣସ ଦେଇଛି। ପଣସ ହସୁଛନ୍ତି। ନା ଚିକେନଟା କ'ଣ ଖରାପ ହେଇଛି? ପଣସ ଦେଇଛି କେତେ ପଣସ ଦେଖିବି। ଚିକେନ ନୁହେଁ ପଣସ। ଦେଖି ପଣସ କୁ ଦେଖେଇଲ ପୁରା ପଣସ। ପଣସ କେତେ ଦେଇଛି ଟିକେ ହାତରେ ଦେଖାନ୍ତୁ। ଏତିକ ପଣସ। ଚନ୍ଦନ ତମ ହାତରେ ତେଲ ଲଗେଇ ନାଇଁ କି? କେତେ ପଣସ ଦେଖେ। ଆଉ ପଣସ ଏରେ କିଏ ଖାଇବ କହିଲ? ରଞ୍ଜନ ଖାଇବ। ପଣସ ଦେଇଛି। ରଞ୍ଜନ ଖାଇବ ନା ଖାଇବନି? ଆମର ମସଲାଟା ପୁରା ହେଇଗଲା ସମ୍ପୂର୍ଣ୍ଣ। ଏ ପଇଲା ହଉଛି ପକା ଲେଟ୍ କରନା। ଉପରୁ ପକା ନହେଲେ ପାଣି ବାହାରିବ। ତ ହାତରେ କ'ଣ ବହୁତ ଜାଗା ହଉନି ନା କ'ଣ? କି ପାଣି ଲୋ ବାପ। ଚନ୍ଦନ ତମେ ଖାଇବ ଆଇଁଷ ଖାଇବ? ନା ପକା ଲେଟ୍ କରନା। କିଛି ହବନି ପାଣି ବାହାରିବ। ହଁ ସେଟା ତାକୁ ସେ ପିଇଦବ। ଏରେ ଯୋଉ ପାଣି ଚନ୍ଦନ ଆସ ପିଇବ ରକ୍ତ ବଳ ହବ। ଆସୁନ ଆସ ଏଠି। ଆଉ ପଡ଼ିଗଲା ଚିକେନ। ଏବେ ଆମର ଗୋଳା ପୁରା କଲରଟା କିନ୍ତୁ ପରଫେକ୍ଟ ଆସିଛି। ଅଜୟ ପୁରା କଲରଟା ଠିକ୍ ଆସିଛି। ଏବେ ଟିକେ ମାନେ ପାଣିଟା ବାହାରି ସାରିଲା ପରେ ଆମର ରୁଟି ପାଇଁ କେବଳ ସ୍ପେଶାଲ ହବ। ପୁରା ବାମ୍ଫରେ କିଛି ଦେଖା ହଉନି ନୁହେଁ? ଆଳୁ ଫାଳୁ ପଡ଼ିକି ଆମର ଏତିକି ନା ଦବା କି ପାଣି ଏତିକି ଠିକ୍ ହବ। ପାଣି କ'ଣ ଦିଆ ହେଇଛି କି? ପାଣି ବାହାରିଛି ଏତିକ ବାହାରିଛି ଲାଗିଗଲା। ହଁ ଠିକ୍ ଅଛି। ଟାଇମ୍ ହେଇଗଲାଣି 9:30। ଆଉ ଅଧଘଣ୍ଟେ ମିନିମମ୍ ନା ଆଉ ଲେଟ୍ ହବ? ନା ଲେଟ୍ ହବନି। ତ କଥା କାହିଁକି ସେ ଏତେ ବାଟ ଯିବ ନା ସାଙ୍ଗଟା। ଓକେ ହଁ ପା ଏଇ ଯେଉଁ ଦେଖୁନାହାନ୍ତି ମୋବାଇଲ ଲାଇଟ୍ରେ ଆମର ଆକ୍ଚୁଆଲି ଭୋଜି ହେଉଛି। ଠିକ୍ ଅଛି କିନ୍ତୁ ମଟନ୍ ଭଳିଆ ଦେଖାହେଉଛି ନୁହେଁ କି? ମୋବାଇଲରେ ଯଦି ମଟନ୍ ହେଉଛି କିନ୍ତୁ ଦେଖିଲା ବେଳକୁ ଚିକେନ୍। ନା ଆମେ ଗୋଟେ କରିବା କ'ଣ କଲ ସେ ଆମର ଯେଉଁ ପାହାଡ଼ ନାହିଁ ଯେଉଁ ପାଖ ପାହାଡ଼ ସେ ଗୋଟେ କରିବା ଯେଉଁ ଟୁଙ୍ଗିରେ ହେଲା। ଦିଅନ୍ତୁ ଏବେ ବାହାରିଲା ଚିକେନ୍ କଷା ଆମର ଚନ୍ଦନ ପିତା ବାସ୍ନା। ଠିକ୍ ଅଛି ହଉ ଠିକ୍ ଅଛି ହଉ ଦେଖନ୍ତୁ। ନା ଇଏ ଚନ୍ଦନ ତମେ ଆସିଲ ତମେ ଆସ ହଁ ସମେତ ଆସ ନା ଦେଖନ୍ତୁ ଚିକେନଟା ଆମର ଟିକେ କଷା ବାହାରିଯାଇଛି ହେଲା କି? ଦେଖନ୍ତୁ ନା କ'ଣ ହେଇଛି? ଲୁଣି ହେଇଛି ଟିକେ ପିତାଳିଆ ଟିକେ ପିତାଳିଆ ଲାଗୁଛି। ଖାଅ ନା ଟିକେ କଷା ଖାଉନା ଖାଅ ଟିକେ ନାଗୁରୁ। ଆମର ଯୋଉ ଚନ୍ଦନ ଭାଇ ଯିଏ ଆଣିଥିଲେ ଯୋଉ ସଉଦା ପତ୍ର ସେ ଭାଇ ଖାଉଛନ୍ତି। କେମିତି କ'ଣ ଲାଗୁଛି ଟିକେ କୁହ? ସତ କୁହ, ଯାହା କହିବ ସତ କହିବ। ସତ କୁହ। ରୋଷେଇ ପିତାଳିଆ ରୋଷେଇ ନା କ'ଣ? ରୋଷେଇ ନା କ'ଣ? ମାଇଁ ଫେୟାର ରୋଷେଇ। ଗୁଡିଆର ଆଇଛି ଏଠି ଆଉ ଘରେ କେଉଁଝର ଭଡା ନେଇ ରହୁଛି।
ଆମେ ଡାକିଛୁ ସେ ରୋଷେଇ ଖାଇବ ତାକୁ କଣ ସମ୍ମାନ ହଁ ଠିକ ଅଛି ନା ନା ସତ କୁହ ଯେ ମୁଁ କେମିତି ଭୋଜିଟା ଲାଗିଲା ଭଲ ହେଇଛି ନା ନା ଯୋଉ ସିନା ଖରାପ ଭାବୁଛ ଠିକ ଅଛି ଚନ୍ଦନ ଯୋଉ ସତ କହିଲ ତମେ ବଡ ଭାଇ ଭୋଜିଟା କେମିତି ଲାଗିଲା କୁହ ମନ ଦୁଃଖ ହେଲା କି ନାଇଁ କହିଲେ ହେଲା ଟିକେ ନା, ଆମେ ଟିକେ ଗେଲେରେ କରିଥିଲୁ ନା ଟିକେ ମଜା ମସ୍ତି ନହେଲେ କଣ ଭଲ ଲାଗିବ ତମେ କହିଲ ପିତା ଲାଗୁଛି ଇଏ ସେ କଞ୍ଚା ନା କଞ୍ଚା ଲଙ୍କା ପିଆଜଟା କଞ୍ଚା ପିଆଜଟା କଞ୍ଚା ପିଆଜ କାହିଁ କଞ୍ଚା ପିଆଜ କଣ ସବାଇ କାଟି ଦେଇଥିଲୁ ସବୁ କାଟି ଦେଇଥିଲ ଖାଇବ ରୁଟି ହଁ ଖାଇବା ନା ନା ଭଲ ଲାଗୁଛି ନା ନାଇଁ କୁହ ଜଗନ୍ନାଥ ତମେ କୁହ ତମେ ବା ଚିଡୁଛ ମତେ ହାଲଟା ମୁଁ ଠିକ ଅଛି ଠିକ ଅଛି ଖାଇବ ରୁଟି କଣ୍ଟା କଣ୍ଟା ନା ନା ଆମର ଯୋଉ ବଡ ଭାଇ ଚନ୍ଦନଟି ଅଛନ୍ତି ରଞ୍ଜନ ଅଛନ୍ତି ଚନ୍ଦନ ଭାଇ ଟିକେ କୁହ ଭୋଜିଟା କେମିତି ଲାଗିଲା ଭଲ ଅଛି ନା ନାଇଁ ଅଛି ମାନେ କଣ ଭଲ ଲାଗୁଛି ଟେଷ୍ଟି ହେଇଛି ନା ନାଇଁ ଟେଷ୍ଟ ଅଛି ଟେଷ୍ଟ ଅଛି ଆଉ କୁହ ନା ନା କେତେ ମାର୍କ ମିଳିବ 100ରୁ 100 ମିଳିବ ହଁ ଠିକ ଅଛି ଫୁଲ ହଉ ଠିକ ଅଛି ଆମର ଆକ୍ଚୁଆଲି କ'ଣ କହିଲେ ଖାଇବା ପିଇବା ଅଧା ହେଇଗଲାଣି ଆଉ ଆମେ ଏବେ ସମ୍ପୂର୍ଣ୍ଣ ଖାଇବୁ ଆଉ ଆମର ଯେଉଁ ଦେଖୁଛନ୍ତି ଯେଉଁ ବଡ଼ ଭାଇ ଅଛନ୍ତି ଚନ୍ଦନ ଆମେ ଏବେ ଖାଇବା ଏଣ୍ଡ କରିବୁ ଆଉ ସାଙ୍ଗମାନଙ୍କୁ ଲାଷ୍ଟରେ କ'ଣ କହିବ କୁହ ବଡ଼ ଭାଇ ହିସାବରେ ଭଲ ହେଉଛି ଖାଇବା ପିଇବା ଆଜ୍ଞା ଭଲ ମସ୍ତ ହେଉଛି ଚିକେନ ରୁଟି ପାମ୍ପଡ଼ କାକୁଡ଼ି ସାଲୁଡ୍ ଆଉ ନଳି ହଁ ଖାଦ୍ୟ ହେଉଛି 5 ଦିନ ବସୁଛୁ ଆମର ରୋଷେଇଆ ଜଣେ ଆଇଛି ତାଙ୍କର ଦାସପୋଡ଼ ଆଉ ଭିଡ଼ିଓଟାକୁ କ'ଣ କରିବ ଭିଡ଼ିଓକୁ ଲାଇକ୍ କରିବ ସେୟାର କରିବ କମେଣ୍ଟ କରିବ ଆଉ ଭଲ ଲାଗିଲେ କମେଣ୍ଟ ଛାଡ଼ିବ କମେଣ୍ଟ କରିବ ସମୟ କରି ସେୟାର କରିବ ରଖୁଛି ନମସ୍କାର।